ଏଇଟା ଆମକୁ ବିଶ୍ୱସ୍ତ ସୂତ୍ରରୁ ଗୋଟେ ଅଭିଯୋଗ ପାଇଲୁ ଯେ ନୂଆପଡ଼ା ଜିଲ୍ଲାର କୋମନା ପଞ୍ଚାୟତ ଅନ୍ତର୍ଗତ ପୁରେଶ୍ୱର ଜିପି ଗ୍ରାମ ପଞ୍ଚାୟତରେ ସରକାରଙ୍କ ତରଫରୁ ଯେଉଁ ଅନୁଦାନ ଆସିଥାଏ CFC ସେଣ୍ଟ୍ରାଲ ଫାଇନାନ୍ସ କମିଶନ ଆଉ ଷ୍ଟେଟ୍ ଫାଇନାନ୍ସ କମିଶନରେ ଯେଉଁ ଅନୁଦାନ ଆସିଥାଏ ସରକାରୀ ସହାୟତା ବିଭିନ୍ନ ପ୍ରକାର ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସେଥିରେ କିଛି କାର୍ଯ୍ୟ ନ ହୋଇ ସମ୍ପୃକ୍ତ ସରପଞ୍ଚ ଆଉ ତାଙ୍କର ଯେଉଁ PO ଯିଏ ଅଛନ୍ତି ସେ ସରକାରୀ ଅର୍ଥକୁ ଆତ୍ମସାତ କରିଛନ୍ତି ବୋଲି ଗୋଟେ ଅଭିଯୋଗ ଆସିଥିଲା। ଅଭିଯୋଗକୁ ବେଶ କରିକି ଆମର ଅନୁସନ୍ଧାନ ଜାରି ରହିଥିଲା ଜାନୁଆରୀ ମାସରୁ। ଅନୁସନ୍ଧାନ ସମୟରେ ଆମର ଯିଏ DSP ନୂଆପଡ଼ା ଅଛନ୍ତି ଦୀନବନ୍ଧୁ ବେହେରା ସେ ତାକୁ ଅନୁସନ୍ଧାନ କରିଥିଲେ ଗୁପ୍ତ ଅନୁସନ୍ଧାନ ବେଳେ ସେ ତଥ୍ୟ ପାଇଲେ ଯେ ଯାହାଟା ଆମର ଅଭିଯୋଗ ଥିଲା ଥିଲା ଯେ ଆମେ ସେମାନେ ସରକାରୀ ଅର୍ଥ ଅନୁଦାନ ଯେଉଁଟା ଆସିଛି ଆତ୍ମସାତ କରିଛନ୍ତି, କୌଣସି କାମ ହୋଇନି, ତାହା ସତ ବୋଲିକି ବାହାରିଲା। ତେଣୁ ସେ ଗୋଟେ ଅଭିଯୋଗ ପତ୍ର ତାଙ୍କର ଇନକ୍ୱାରି ରିପୋର୍ଟ ଦାଖଲ କଲେ ମୋ ପାଖରେ। ଦାଖଲ କଲା ପରେ ମୁଁ ତାକୁ ଗୋଟେ କେସ୍ କରିକିରି ଆମର ଯିଏ ଭବାନୀପାଟଣା ଇନ୍ସପେକ୍ଟର ଅଛନ୍ତି କମଳେଶ ତାଙ୍କୁ ତଦନ୍ତ ଭାର ଦେଇଥିଲି। ତଦନ୍ତ ବେଳେ ସେ ଜାଣିବାକୁ ପାଇଲେ କେତେ କାଗଜପତ୍ର ପାସବୁକ୍ ସିଜ୍ କଲେ। ସିଜ୍ କରିବାରୁ ଜଣାପଡ଼ିଲା ଯେ କୁରେଶ୍ୱର ଯିଏ ଗ୍ରାମ ପଞ୍ଚାୟତର ସରପଞ୍ଚ ଯିଏ ଅଛନ୍ତି ମହିଳା ଜଣେ, ତାଙ୍କର ପୁଅ ଯିଏ ଯାହାକୁ ଆମେ ଗିରଫ କରିଛୁ ସତ୍ୟବ୍ରତ ବରାଳ ବୋଲିକିରି, ତାଙ୍କ ଘର ହେଉଛି କୁରେଶ୍ୱର ଗାଁରେ। ତାଙ୍କ ମାଆ ସେଠି କୁରେଶ୍ୱର ଜିପିରେ ସରପଞ୍ଚ ଭାବେ 2022ରୁ କାମ କରୁଛନ୍ତି। କିନ୍ତୁ ସତ୍ୟବ୍ରତ ବରାଳ ଯାହାକୁ ଆମେ ଗିରଫ କରିଛୁ ସେ PO ଥିଲେ ଆମର ଘୁଚାଗୁଡ଼ା ଗ୍ରାମ ପଞ୍ଚାୟତରେ, ଯେଉଁଟାକି ସିନାପାଲି ବ୍ଲକ ଅଣ୍ଡରରେ ଆସୁଛି। ସିଏ ସିନାପାଲି ବ୍ଲକ ଅଣ୍ଡରରେ ଥିବା ଘୁଚାପଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟ ନକରି ତାଙ୍କର ଯେଉଁ ଗାଁ ପଞ୍ଚାୟତ ଘୁଚାପଡ଼ା ଗାଁ ପଞ୍ଚାୟତ ଯେଉଁଟା କୁରେଶ୍ୱର ଜିପିରେ ତାଙ୍କ ମାଆଙ୍କୁ ସହାୟତା କରିବା ପାଇଁ ଆଉ ସରକାରୀ ଅର୍ଥ ଆତ୍ମସାତ କରିବାର ବାଟ ଖୋଲିବା ପାଇଁ ସମ୍ପୃକ୍ତ ଆମର ଯେଉଁ PO ଥିଲେ ବରୁଣ ଦାସ ତାଙ୍କ ସାଙ୍ଗରେ ସହମତି ଭିତରେ କୌଣସି କାର୍ଯ୍ୟ ନକରି ସମ୍ପୃକ୍ତ ସରପଞ୍ଚ ଆଉ PO ବରୁଣ ଦାସଙ୍କର ଜଏଣ୍ଟରେ ଦସ୍ତଖତରେ ମିଳିତ ଦସ୍ତଖତରେ ସମୁଦାୟ 7,20,000 ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ତାଙ୍କ ନିଜ ଆକାଉଣ୍ଟକୁ ନେଇ POଙ୍କ ଆକାଉଣ୍ଟରୁ ପୁଣି ଯେଉଁ ଘୁଚାପଡ଼ା ଯିଏ PO ଥିଲେ ଆମର ସତ୍ୟବ୍ରତ ବରାଳ ଯିଏକି ସରପଞ୍ଚଙ୍କର ପୁଅ ଅଛନ୍ତି ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଛନ୍ତି। ତାଙ୍କ ସାନ ଭାଇ ଯିଏ ରହିଛନ୍ତି ଉତ୍ତମ ବରାଳ ତାଙ୍କ ପାଖକୁ ମଧ୍ୟ ଟ୍ରାନ୍ସଫର୍ କରିଛନ୍ତି, କିଛି କ୍ୟାସ୍ ଆକାରରେ ଦେଇଛନ୍ତି। ଏଇଭଳି ଆମ ପାଖରେ ଦସ୍ତାବେଜ ସମ୍ପୂର୍ଣ୍ଣ ହେଲା ପରେ ଆମେ ଗତକାଲି ସତ୍ୟବ୍ରତ ବରାଳ ଆଉ ଉତ୍ତମ ବରାଳ ଯିଏକି ସରପଞ୍ଚଙ୍କର 2 ଜଣ ପୁଅ ତାଙ୍କୁ ଆମେ ଗିରଫ କରିଛୁ। ଏହି ବାବଦରେ ଆମର କୋରାପୁଟ ଭିଜିଲାନ୍ସ ଦୁର୍ନୀତି ନିବାରଣ ଖଣ୍ଡର କେସ୍ ନମ୍ବର 4ରେ ପଞ୍ଜୀକରଣ ହେଇଛି। ଆଜି ତାଙ୍କୁ ଆମେ ଭବାନୀପାଟଣା ସ୍ପେଶାଲ ଜଜ୍ କୋର୍ଟକୁ ଚାଲାଣ କରୁଛୁ। ଅଧିକ ତଦନ୍ତ ମଧ୍ୟ ଏଇ ଭିତରେ ଆଗକୁ ରହିଛି, ଜାରି ରହିଛି ଯେ ସରକାରୀ ଅର୍ଥର ବାଟମାରଣା ଯେଉଁ କରୁଛନ୍ତି କିଛି କର୍ମଚାରୀ ସରକାରୀ କର୍ମଚାରୀ ତଥା ଲୋକପ୍ରତିନିଧିଙ୍କୁ ମଧ୍ୟ ଏ ବାର୍ତ୍ତା ଆମେ ଦେବାକୁ ଚାହୁଁଛୁ ଯେ ସରକାର ସମସ୍ତଙ୍କର ଉନ୍ନତି ପାଇଁ ଅର୍ଥ ଅନୁଦାନ କରୁଛନ୍ତି, ତାକୁ ଠିକ୍ କାମରେ ଠିକ୍ ବାଟରେ ଲଗାନ୍ତୁ। ହଁ, ବରୁଣ ଦାସ ଯିଏ ସେ ତାଙ୍କ ନିଜ ଆକାଉଣ୍ଟକୁ ପ୍ରଥମେ ସମୁଦାୟ ଟଙ୍କା ନେଇଛନ୍ତି, ଯେହେତୁ ତାଙ୍କ ଜଏଣ୍ଟ ଆକାଉଣ୍ଟ ସରପଞ୍ଚ ଆଉ POଙ୍କ ଆକାଉଣ୍ଟରେ ସବୁ ଗଚ୍ଛିତ ରହେ ପଇସା, ତାଙ୍କ ନିଜ ଆକାଉଣ୍ଟକୁ 2 ଜଣଙ୍କ ମିଳିତ ସହଯୋଗରେ ନେଇଛନ୍ତି। ତାଙ୍କ ଆକାଉଣ୍ଟରୁ ପୁଣି ସତ୍ୟବ୍ରତ ବରାଳଙ୍କ ଆକାଉଣ୍ଟକୁ ତାଙ୍କ ଭାଇ ଉତ୍ତମ ବରାଳଙ୍କ ଆକାଉଣ୍ଟକୁ ମଧ୍ୟ ଅର୍ଥ ଟ୍ରାନ୍ସଫର୍ ହେଇଛି, ଯେଉଁଟାକି ଆମ ପାଖରେ ପ୍ରମାଣ ରହିଛି ଦସ୍ତାବେଜରେ ଗିରଫ। ଆମ ଏ ବିଷୟରେ ମଧ୍ୟ ଅଧିକ ତଦନ୍ତ ଚାଲୁ ରହିଛି।